ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ୱାର୍ଡ ଓଜନ ଚ୍ୟାନେଲରେ ଅଭିନନ୍ଦନ। ଆଜି ଆଦି ପୁସ୍ତକର ପ୍ରଥମ ଅଧ୍ୟାୟର ତୃତୀୟ ନମ୍ବର ପଦ ଆଲୋଚନା ପୂର୍ବରୁ ସମସ୍ତଙ୍କୁ ଅନୁରୋଧ, ଚ୍ୟାନେଲଟିକୁ ଲାଇକ୍, ସବସ୍କ୍ରାଇବ୍ ସହିତ କମେଣ୍ଟ କରନ୍ତୁ, ତା ସହିତ ସେୟାର ମଧ୍ୟ କରନ୍ତୁ। ତେବେ ଆଦି ପୁସ୍ତକର ପ୍ରଥମ ଅଧ୍ୟାୟର ତୃତୀୟ ନମ୍ବର ପଦ ସୂଚନା ଦେଉଛି, ଏଥି ଉତ୍ତାରେ ପରମେଶ୍ୱର କହିଲେ, ଦୀପ୍ତି ହେଉ। ତହିଁରେ ଦୀପ୍ତି ହେଲା। ତେବେ ଏଥି ଉତ୍ତାରେ କହିଲେ, ଏହାପରେ ପରମେଶ୍ୱର ବା ପରମ ପିତା ବା ଭଗବାନ ବା ଈଶ୍ୱର କହିଲେ ବା ସୂଚନା ଦେଲେ, ଦୀପ୍ତି ହେଉ। ଦୀପ୍ତି ବା ଆଲୋକ ବା ଜ୍ୟୋତି ହେଉ। ତହିଁରେ ଦୀପ୍ତି ହେଲା। ତାପରେ ଦୀପ୍ତିର ଆରମ୍ଭ ହେଲା ବା ଆଲୋକର ସୃଷ୍ଟି ହେଲା ବା ଜ୍ୟୋତିର ସୃଷ୍ଟି ହେଲା। ଆମେ ପୂର୍ବ ପଦରେ ଜାଣିଛନ୍ତି ପରମେଶ୍ୱର ପୃଥିବୀ ଏବଂ ସ୍ୱର୍ଗ ସମୂହକୁ ଗଢିଥିଲେ। ସେ ସମୟରେ ସମଗ୍ର ପୃଥିବୀରେ ଅନ୍ଧକାରମୟ ଥିଲା ଏବଂ ପୃଥିବୀଟି ଜଳମଗ୍ନ ଥିଲା। ତେଣୁ ପରମେଶ୍ୱର ତୃତୀୟ ନମ୍ବର ପଦରେ ଆଲୋକର ବା ଦୀପ୍ତିର ସୃଷ୍ଟି କରି ଜଗତକୁ ଆଲୋକିତମୟ କଲେ। ତେବେ ଏହି ଆଲୋକ ସୂର୍ଯ୍ୟ ଏବଂ ତାରକା ମାଧ୍ୟମରେ ପ୍ରଭୁ ସୃଷ୍ଟି କଲେ ଏବଂ ଯାହା ଆମେ ବର୍ତ୍ତମାନ ସୂର୍ଯ୍ୟ, ଚନ୍ଦ୍ରମା ଏବଂ ତାରକା ମଧ୍ୟରେ ଆଲୋକ ଦେଖିବା ପାଇଁ ପାଉଛନ୍ତି, ତାହା ପରମ ପିତା ପରମେଶ୍ୱର ସଦାପ୍ରଭୁଙ୍କର ଅବଦାନ ଅଟେ। ଏଠାରେ ଆଦି ପୁସ୍ତକର ପ୍ରଥମ ଅଧ୍ୟାୟର ତୃତୀୟ ପଦ ଶେଷ ହେଲା। ସମସ୍ତଙ୍କୁ ଧନ୍ୟବାଦ।